ଆପଣମାନେ ସମସ୍ତେ ତ ହ୍ୱାଟ୍ସଆପ୍ ଚଲାଉଥିବେ, କିନ୍ତୁ ଆମ ଜାଣତରେ ହେଉ ଅଜାଣତରେ ହେଉ ହ୍ୱାଟ୍ସଆପ୍ ହ୍ୟାକ୍ ହେଇଯାଏ। ଥାର୍ଡ଼ ପାର୍ଟି ଆପ୍ ଆମ ଫଟୋ ଭିଡ଼ିଓ ନେଇ ବହୁତ ହଇରାଣ କରିଥାନ୍ତି। ଆମେ କେମିତି ସେଭ୍ ରଖିପାରିବା? ଆମ ମୋବାଇଲରେ ହ୍ୱାଟ୍ସଆପ୍ ଆପ୍କୁ ଓପନ୍ କରିବା। ଏଇ କେତୋଟି ସେଟିଂ କରିଦେଲେ ଆପଣଙ୍କ ହ୍ୱାଟ୍ସଆପ୍ ଟୋଟାଲ ବି ହ୍ୟାକ୍ ହେବ ନାହିଁ। ଆସନ୍ତୁ ଦେଖିବା। ଥ୍ରୀ ଡଟ୍ ଉପରେ କ୍ଲିକ୍ କରିବା। ସବା ତଳେ ସେଟିଂ ଉପରେ କ୍ଲିକ୍ କରିବା। ତାପରେ ଦେଖିବା 2 ନମ୍ବର ପ୍ରାଇଭେସି ବୋଲି ଗୋଟେ ଅପସନ୍ ଅଛି, ତା ଉପରେ କ୍ଲିକ୍ କରିବା। ତାପରେ ଆମେ ଟିକେ ଟିକେ ତଳକୁ ଯିବା। ଦେଖନ୍ତୁ ଆମେ ତଳକୁ ଯାଉଛୁ। ଗଲା ପରେ ଦେଖନ୍ତୁ ଆମ ଆଗରେ ଗୋଟେ କଲ୍ ସାଇଲେନ୍ସ ଆଣ୍ଡ କଟ୍ କଲର୍ ଲେଖା ହେଇଥିବ, ତା ଉପରେ କ୍ଲିକ୍ କରିବା। ତାପରେ ଦେଖିବା ଆମ ଆଗକୁ ଏମିତି ଗୋଟେ ଅପସନ୍ ଖୋଲିବ। ଯଦି ଏଇଟା ଆମର ବନ୍ଦ ହୋଇଥାଏ ତାକୁ ଆମେ ଅନ୍ କରିଦେବା। ଏଇଟା ଅନ୍ କରିବାର ଲାଭ ହେଉଛି, ଯଦି କିଏ ଅଜଣା ନମ୍ବର ମାରିଲା ଆମେ ତାକୁ ଆଗେ ଭେରିଫାଇ କରିବା, ତାପରେ ଆମେ ତା କଲ୍କୁ ଆଟେଣ୍ଡ କରିବା। ସେଥିପାଇଁ ଆମେ ଅନ୍ ରଖିଲେ ଯେମିତି ଆମର ଅସୁବିଧା ନ ହୁଏ, ସେଥିପାଇଁ ଅନ୍ କରିଦେବ ସମସ୍ତେ। ତାପରେ ଆମେ ଟିକେ ବ୍ୟାକ୍ ପଳେଇ ଆସିବା। ସେହି ଅପସନ୍ ଦେଖିବା ଯେ ଟିକେ ତଳକୁ ଯାଇକି ଆଡ଼ଭାନ୍ସ ପ୍ରୋଟେକ୍ଟ IP ଆଡ୍ରେସ୍ ଇନ୍ କଲ୍, ତା ଉପରେ କ୍ଲିକ୍ କରିବା। ଯେଉଁମାନଙ୍କର ଏଠି ଅନ୍ ଥିବ ସେମାନଙ୍କର ଠିକ୍ ଅଛି, ଯେଉଁମାନଙ୍କର ଅଫ୍ ଥିବ ସେମାନେ ଅନ୍ କରିଦେବ। କାରଣ ଏଇ ସେଟିଂଟା ଅନ୍ କରିବାର ଲାଭ ହେଉଛି, ଯଦି ଆମକୁ ଅଜଣା ନମ୍ବରରେ କଲ୍ ଆସିଲା କି ମେସେଜ୍ ଆସିଲା, ସେ 4-5 ଥର ଆସିଲେ ଅଟୋମେଟିକ୍ ବ୍ଲକ୍ ହେଇଯିବ। ଆମେ ଜଣକାକୁ ଜାଣିନଥିବା ତା କଲ୍ କି ମେସେଜ୍ କାହିଁକି ଆମେ ରିସିଭ୍ କରିବା? ଯେଉଁମାନେ ହଇରାଣ କରୁଥିବେ ଅଲଗା ନମ୍ବର ମାରିକି, ସେଥିପାଇଁ ଆମେ ବନ୍ଦ କରିଦେବା। ତାପରେ ପୁରା ବ୍ୟାକ୍କୁ ପଳେଇ ଆସିବା। ଟିକେ ଟିକେ ତଳକୁ ଯିବା। ଏଠି ଆମର ଗୋଟେ ଲେଖା ହେଇଛି ଷ୍ଟୋରେଜ୍ ଏଣ୍ଡ ଡାଟା, ତା ଉପରେ କ୍ଲିକ୍ କରିବା। ତାପରେ ଏଠି ବି ଟିକେ ଆମେ ତଳକୁ ଯିବା। ଆମେ ଟିକେ ସ୍କ୍ରଲ୍ ଡାଉନ୍ କରି ଯାଉଛେ। ଦେଖିବା ହ୍ୱେନ୍ ୱିଲ୍ ମୋବାଇଲ ଡାଟା ଉପରେ କ୍ଲିକ୍ କରିବା। ଯେଉଁମାନଙ୍କର ଘରର ଏମିତି ଠିକ୍ ଥିବ ସେମାନେ ସବୁ ଘରର କ୍ଲିକ୍ କରି ସବୁ ବନ୍ଦ କରିଦେବ। ଥରେ ସେଇ ଘର ଆଗକୁ କ୍ଲିକ୍ କଲେ ଆପେ ବନ୍ଦ ହେଇ ଓକେ ମାରିଦେବ। ଆର ଲାଭ ହେଉଛି କ'ଣ ନା, ଯଦି କିଏ ବି ତୁମକୁ ହ୍ୱାଟ୍ସଆପ୍ର ଫଟୋ କି ଭିଡ଼ିଓ ପଠାଇଲା ଅଟୋମେଟିକ୍ ଡାଉନଲୋଡ଼୍ ହେଇଯାଏ, ଯାହାକି ଆମ MB ଶୀଘ୍ର ସରିଯାଏ। ତାପରେ ଫେର୍ ଟିକେ ବ୍ୟାକ୍ ପଳେଇ ଆସିବା। ଦେଖନ୍ତୁ ଏଇଠି ଗୋଟେ ଆକାଉଣ୍ଟ ଲେଖା ହେଇଛି, ତା ଉପରେ କ୍ଲିକ୍ କରିବା। ଆମେ ଏଇଠି ଦେଖିବା 2 ଷ୍ଟେପ୍ ଭେରିଫିକେସନ୍ ଉପରେ କ୍ଲିକ୍ କରିବା। ଦେଖନ୍ତୁ ଆମକୁ ଏମିତି ଗୋଟେ ଅପସନ୍ ଆସିବ, ଆମେ ଟର୍ନ ଅନ୍ ଉପରେ କ୍ଲିକ୍ କରିବା। ତାପରେ ଆମ ଆଗକୁ ପାସୱାର୍ଡ଼ ଦେବା ପାଇଁ ଆସିବ। 2ଟା ପାସୱାର୍ଡ଼ ଦେଇକି ଇମେଲକୁ ସ୍କିପ୍ କରିକି ସେଭ୍ କରିଦେବା। ଏଟା କରିବାର ଆମର ଲାଭ ହେଉଛି, ଆମେ ତ 6 ଡିଜିଟ୍ କୋଡ଼୍ ଆମେ ସେଭ୍ କରିଥିବା। ଯିଏ ବି ହ୍ୱାଟ୍ସଆପ୍ ହ୍ୟାକ୍ କରତେ ଚାହିଁବ ତାକୁ ସେ 6 ଡିଜିଟ୍ କୋଡ଼୍ ଦେବା ପାଇଁ କହିବ, ସେ ଆଉ ହ୍ୟାକ୍ କରିପାରିବ ନାହିଁ।